ଏକୁଟିଆ ଚାଲିବାକୁ ଅଭ୍ୟାସ କରନ୍ତୁ, କାହିଁକି ନା ସମୟ ବଡ଼ ପରିବର୍ତ୍ତନଶୀଳ। ଯିଏ ଆଜି ତୁମ ସହ ବାଟ ଚାଲୁଛି ନା, ସେ କାଲିକି ତୁମ ସହ ନଥାଇପାରେ। ଏହା ହିଁ ପରମ ସତ୍ୟ। ବାରମ୍ବାର ଅସଫଳ ହୁଅନ୍ତୁ, କିଛି କଥା ନାହିଁ। ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ। ବେଳେବେଳେ ମଣିଷ ହୀରାକୁ ଖୋଜିବାକୁ ଯାଇ ମୂଲ୍ୟବାନ ସୁନାକୁ ହାତ ମୁଠାରେ ପାଇ ମଧ୍ୟ ଫିଙ୍ଗି ଦେଇଥାଏ। ଯେତେବେଳେ ସେ ହୀରା ଖୋଜି ଖୋଜି ଥକିଯାଏ ନା, ସେତେବେଳେ ସେ ବୁଝିପାରେ ଫିଙ୍ଗିଥିବା ସୁନାର ମୂଲ୍ୟ କ'ଣ। ପୁରୁଣା ହେଲେ ସବୁ ଜିନିଷର ଅବହେଳା ହୋଇଥାଏ। ସେ ନିଜ ପସନ୍ଦର ପୋଷାକ ହେଉ ବା ଯେକୌଣସି ନିବିଡ଼ ସମ୍ପର୍କ। କି ବିଚିତ୍ର ଏ ଦୁନିଆ! ଦେଖିବେ, ଯେଉଁ ଲୋକଟି ନା ସବୁବେଳେ ଅନ୍ୟମାନଙ୍କ ଓଠରେ ହସ ଫୁଟେଇବାକୁ ଚେଷ୍ଟା କରେ, ସମସ୍ତଙ୍କୁ ଖୁସିରେ ଦେଖିବାକୁ ଚାହେଁ, ସେହି ଲୋକଟି ସବୁବେଳେ ଏକା ରହିଯାଏ। ଯେତେବେଳେ ଗରିବ ଘରକୁ ଧନୀ ଲୋକଟି ଆସିଥାଏ, ଗରିବଟି ଭାରି ଖୁସି ହୁଏ। କିନ୍ତୁ ଧନୀ ଘରକୁ ଯଦି ଗରିବ ଲୋକଟି ଗଲେ ନା, ଧନୀ ଲୋକଟି ବହୁତ ବିରକ୍ତି ହୁଏ। ଯଦି କାହାକୁ ହସେଇ ନ ପାରିଲ ନା, ତ କାହାକୁ କନ୍ଦାଅ ନାହିଁ। ଖୁସି ଦେଇ ନ ପାରିଲେ ଦୁଃଖ ବି ଦିଅ ନାହିଁ। ଯଦି ଭଲ ନ ପାଇପାରିଲ, ଘୃଣା ବି କର ନାହିଁ। ସାଥୀ ନ ହୋଇପାରିଲେ ଶତ୍ରୁ ମଧ୍ୟ ହୁଅ ନାହିଁ। ତୁମ ଆଖିରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚି ରହିଥିବା ଦୁଃଖକୁ ଯଦି ବୁଝିପାରୁଥିବା ଭଳି ମଣିଷଟେ ଆପଣଙ୍କ ପାଖରେ ଅଛି ନା, ତେବେ ବୁଝି ନିଅନ୍ତୁ ଆପଣ ଦୁନିଆରେ ଜଣେ ଭାଗ୍ୟବାନ ମଣିଷ। କେବେ କାହାକୁ ଡରାଅ ନାହିଁ, ବରଂ ସାହସ ଦିଅ। ଅପମାନିତ କର ନାହିଁ, ଶିଖାଇ ଦିଅ। ଅଭିମାନ କର ନାହିଁ, ସହିଯାଅ। ଗାଳି କର ନାହିଁ, ବୁଝେଇ ଦିଅ। ଏହା ହେଉଛି ଗୋଟିଏ ସୁନ୍ଦରତା ସ୍ୱଭାବର ଲକ୍ଷଣ। ସତରେ ଆଜିର ଦୁନିଆରେ ମଣିଷକୁ ଚିହ୍ନିବାଟା ବହୁତ କଷ୍ଟ। କାରଣ ଆଜି ଯିଏ ତୁମ ଆଗରେ ତୁମର ପ୍ରଶଂସା କରୁଛି, କାଲି ସେ ପୁଣି ଆଉ କାହା ଆଗରେ ତୁମ ବିଷୟରେ ଖରାପ କଥା କହୁଛି। ବେଳେବେଳେ ସମୟ ମଣିଷକୁ ଏପରି ପରିସ୍ଥିତିକୁ ନେଇ ଆସେ ନା, ମଣିଷ କିଛି କରିପାରେ ନା କିଛି ସହିପାରେ, କେବଳ ଚୁପ୍ ରହି ଆଖିରୁ ଲୁହ ଝରାଇଥାଏ। ପ୍ରକୃତ ସମ୍ପର୍କ ଜୀବନରେ କେବେ ବି ସରେ ନାହିଁ। କଥା ନ ହେଲେ ମଧ୍ୟ ଆଖିରେ ରହିଥାଏ। ଆଖିରୁ ଦୂରେଇ ଗଲେ ବି ମନରେ ରହିଯାଏ। କିଛି ନ କହି ବି ଯିଏ କହିଥାଏ, ଦୋଷ ନଥାଇ ବି ଯିଏ ସବୁ ଦୋଷ ନିଜ ପକ୍ଷକୁ ନେଇଯାଏ, ଦୂରରେ ଥାଇ ବି ଯିଏ କର୍ତ୍ତବ୍ୟ ତୁଲାଏ, ସେହି ସମ୍ପର୍କକୁ ହିଁ ପ୍ରକୃତ ସମ୍ପର୍କ କୁହାଯାଏ। ବନ୍ଧୁ, ନିଜ ଭିତରେ ଥିବା କଷ୍ଟକୁ ଆଉ କାହାକୁ କହିକି କିଛି ଲାଭ ନାହିଁ ଆଜ୍ଞା। କାହିଁକି ନା ନିଜ କଷ୍ଟ କେବଳ ନିଜ ଛଡ଼ା ଆଉ କେହି ବି ବୁଝିପାରିବେ ନାହିଁ। କାନ୍ଦୁଥିବା ମଣିଷ କେବେ ମିଛ କୁହେ ନାହିଁ। କାହିଁକି ନା ଆଖିରୁ ସେତେବେଳେ ଲୁହ ଝରିଥାଏ, ଯେତେବେଳେ ନିଜ ଲୋକ ହିଁ ତାକୁ କଷ୍ଟ ଦେଇଥାଏ। କର୍ମ କରିଚାଲ, ଫଳର ଆଶା ରଖନି। ଭଗବାନଙ୍କ ଉପରେ ବିଶ୍ୱାସ ରଖ। ଦିନେ ନା ଦିନେ ଆଶାଠାରୁ ଅଧିକ ମିଳିବ। କେବେ ବି ଏହି 4ଟି କ୍ଷେତ୍ରରେ ଲାଜ କରିବ ନାହିଁ। ପୁରୁଣା ବସ୍ତ୍ର, ଗରିବ ସାଙ୍ଗ, ସାଧାରଣ ଜୀବନ ଏବଂ ବୟସ୍କ ବାପା ମା। ଯେଉଁ ଜାଗାରେ ସମ୍ମାନ ନାହିଁ, ସେ ଜାଗାକୁ ଯିବା ହିଁ ଭୁଲ। ସେ କାହାର ଘର ହେଉ ବା କାହାର ହୃଦୟ। ଆଜିକାଲି ଲୋକ ଏମିତି ପରିସ୍ଥିତି ସୃଷ୍ଟି କରିଛନ୍ତି ନା, ଯେମିତି ତୁମେ ବାଧ୍ୟ ହେଇଯିବ ତାଙ୍କୁ ଛାଡ଼ିବା ପାଇଁ। ଆଉ ପଛରେ ଏମିତି କଥା କରୁଛନ୍ତି ଯେମିତି ତାଙ୍କର କିଛି ଭୁଲ ନଥିଲା, ସବୁ ଭୁଲ କେବଳ ତୁମର ଥିଲା। ଯେତେବେଳେ ନା ଜଣେ ନିଜର ଲୋକ ମିଛ ପରେ ମିଛ କହି ଚାଲେ, ହେଲେ ସତଟା ଆମକୁ ଜଣାଥାଏ
ସେତେବେଳେ ହୃଦୟ ସହ ବିଶ୍ୱାସ ବି ମରିଯାଏ। ବନ୍ଧୁ, ନିଜ ବିରୁଦ୍ଧରେ କଥା ଶୁଣି ନୀରବ ରୁହ। ତୁମର ସମସ୍ତ ଉତ୍ତର ସମୟ ହିଁ ଠିକ୍ ଦେଇଦେବ। ଧୈର୍ଯ୍ୟ ଧରନ୍ତୁ, କାରଣ ବେଳେବେଳେ ଜୀବନରେ ସବୁଠାରୁ ଭଲ ଜିନିଷକୁ ପାଇବା ପାଇଁ ହେଲେ ସବୁଠାରୁ ଖରାପ ସମୟକୁ କାଟିବାକୁ ପଡ଼ିଥାଏ। ମୋତେ ଜଣେ ପଚାରିଲେ, ଜୀବନର ସବୁଠୁ ବଡ଼ ଦୁଃଖ କ'ଣ? ମୁଁ ହସିକି କହିଲି, ବିନା ଦୋଷରେ ଅପମାନିତ ହେବା। ସର୍ବଦା ଗୋଟିଏ କଥା ମନେ ରଖ, କ୍ରୋଧରେ ଥିଲାବେଳେ ମନୁଷ୍ୟ କହିଥିବା ପ୍ରତ୍ୟେକଟି କଥାକୁ ଧ୍ୟାନ ଦେଇ ଶୁଣ। କାହିଁକି ନା କଥାରେ ଅଛି, ରାଗରେ ଥିଲାବେଳେ ମଣିଷ ସତ ହିଁ କହିଥାଏ। ଠିକ୍ କହିଲି ନା? ପିଠି ପଛରେ ଘୃଣା, ମୁହଁ ଆଗରେ ପ୍ରେମ, ଏଇ ତ ଆଜିକାଲି ଲୋକଙ୍କର କାମ। କେବେ ବି କାହାକୁ କଥା ହେବା ପାଇଁ ଅନୁରୋଧ କରିବା ଦରକାର ନାହିଁ। କାରଣ ଯାହା ପାଖରେ ତୁମର ମୂଲ୍ୟ ଥିବ ନା, ସେ ହଜାରେ ବ୍ୟସ୍ତତା ଭିତରେ ବି ତୁମକୁ ସମୟ ଦେବ। ଯିଏ ଆମକୁ ନ ବୁଝୁଛି ତାକୁ ବୁଝେଇବା କିଛି ବି ଦରକାର ନାହିଁ। ସମୁଦ୍ର ସବୁବେଳେ ଲୁଣିଆ, ଆଉ ଲୁଣିଆ ହିଁ ରହିବ। ସେଥିରେ ଚିନି ମିଶାଇବାକୁ ଚେଷ୍ଟା କରନି। ଦୁଃଖ ତ ସମସ୍ତଙ୍କ ଜୀବନରେ ଅଛି, ହେଲେ ଜୀବନକୁ ସେ ହିଁ ଜିତିଛି ଯିଏ ପ୍ରତ୍ୟେକ ମୁହୂର୍ତ୍ତରେ ବଞ୍ଚିବା ପାଇଁ ସଂଘର୍ଷ କରିଛି। କିଏ ପ୍ରଶଂସା କଲେ ଆମେ ବଡ଼ ହୋଇଯିବାନି, କି ନିନ୍ଦା କଲେ ଛୋଟ ହୋଇଯିବାନି। ଆମର କର୍ମ ହିଁ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, ଅନ୍ୟ କିଛି ନୁହେଁ। ପଇସା ହେଉଛି ଏମିତି ଗୋଟିଏ ସାବୁନ ଯିଏକି ଆଜିକାଲି ସମୟରେ ସବୁ ପ୍ରକାରର ଦାଗକୁ ଛଡ଼େଇ ଦେଇଥାଏ। ସମୟ ଓ ପରିସ୍ଥିତି ମଣିଷକୁ ଏମିତି ମୋଡ଼ରେ ଛିଡ଼ା କରିଦିଏ, କିଛି ଭୁଲ ନ କରିକି ବି ଏ ଦୁନିଆ ତାକୁ ଦୋଷୀ କରିଦିଏ। ଦୋଷ ନ କରି ଯଦି ଦୋଷୀ ହୋଇଯିବେ, ସେତେବେଳେ ଚୁପ୍ ରହିବା ସବୁଠାରୁ ଭଲ ହୋଇଥାଏ। କାହିଁକି ନା ଚିତ୍କାର କରି କେବେ ନିର୍ଦ୍ଦୋଷର ପ୍ରମାଣ ଦିଆଯାଏନି। ଗୋଟେ ସେକେଣ୍ଡ ରାଗରେ ନିଆଯାଇଥିବା ନିଷ୍ପତ୍ତି ପୁରା ଜୀବନକୁ ବର୍ବାଦ କରିଦିଏ, କିନ୍ତୁ ଗୋଟେ ସେକେଣ୍ଡର ଧୈର୍ଯ୍ୟ ପୁରା ଜୀବନକୁ ସଜାଡ଼ି ଦିଏ। ଖୁବ୍ ଶୀଘ୍ର ରାଗି ଯାଉଥିବା ମଣିଷ ମନରେ ବହୁତ ଅଧିକ ଭଲ ପାଇବା ଥାଏ, କିନ୍ତୁ ତାକୁ କେହି ବୁଝିପାରନ୍ତି ନାହିଁ। ଶ୍ରୀକୃଷ୍ଣ କହିଛନ୍ତି, ଯଦି କେହି ଭରସା ଭାଙ୍ଗେ ତେବେ ତାକୁ ମଧ୍ୟ ଧନ୍ୟବାଦ ଦେବା ଉଚିତ। କାରଣ ସେ ଆମକୁ ଶିଖେଇଥାଏ ଯେ ଭରସା ବହୁତ ଭାବିଚିନ୍ତି କରିବା ଉଚିତ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରୁହନ୍ତୁ। ପୁନର୍ବାର ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।